ଆରମ୍ଭ କରିବି ତ। ହ୍ୟାଲୋ ଭାଇ, ସମସ୍ତେ କେମିତି ଅଛନ୍ତି, କ'ଣ ଅଛନ୍ତି? ସାରଙ୍ଗ ଗୁଡ଼ ତ ସମସ୍ତେ ଭଲ ଥାନ୍ତୁ। ଚାଲନ୍ତୁ ଆଜି ବ୍ଲଗ୍ ମୋର ସ୍ୱାମୀ ଆରମ୍ଭ କରିଦେଲି। ତ ମୁଁ କରିବି ବୋଲି ଭାବିଲି, କହିଲେ ଏଇଟା ତ କରିଛି ତାପରେ କରିବା ଆଉ। ଆକ୍ଚୁଆଲି ସକାଳ ଜଳଖିଆ ପାଇଁକା ଚକୁଳି କରାହେଉଛି। ତ ଚକୁଳି ଆଉ ଚାହା ଅଛି। ଆଉ ଏପଟେ ଯେଉଁ ନଡ଼ିଆ ଚାଉଳ, ଯେଉଁ ନଡ଼ିଆ ଆଉ ଚାଉଳ କାଲି ପିଠାଟା ହେଇଥିଲା ତ ଏକାଥରେ ମୋଟା ଭଳିଆ କରିଦେଇଥିଲୁ। ତାକୁ ଟିକେ ବି ଗରମ କରୁଛି ତା ଦେହରେ, ସେଟା ବି ଦେଖାଉଛି। ଏଟା ବି ପୁରା ପତଳା ପତଳା ଆମର ଚକୁଳି ପୁରା ହଉଛି ଖାଇବା ପାଇଁକା। ଚିତଉ ଅମାବାସ୍ୟାରେ ହେଇଥିଲା ନଡ଼ିଆ ଚାଉଳ ଯେଉଁ ଚକୁଳି ଯେଉଁ ପିଠା ଯେଉଁ ହେଇଥିଲା ତାର ଆଣ ଥିଲା। ତ ଏକା ସାଙ୍ଗରେ କାଲି କଢ଼େଇରେ ବସେଇଥିଲୁ, ସେଥିପାଇଁକା ଏତେ ମୋଟାଳିଆ ଦେଖାଯାଉଛି। ଆଉ ଏକା ସାଙ୍ଗେ କରିଦେଲେ ପୁଣି ଆଉ ଗୋଟେ ଗୋଟେ କ'ଣ ହେବ, ଏକା ସାଙ୍ଗେ ପୁରା କରିଦେଲେ ଏମିତି ଚାଳି ଭାଗ କରିଦେଲେ ପିଠା ଭଳିଆ ଆରାମସେ ଖାଇବାକୁ ବହୁତ ବଢ଼ିଆ। ସେଥିପାଇଁକା ତାକୁ ଦୁଇଟା ଥିଲା ତ ଫ୍ରିଜ୍ରେ, କାଢ଼ି ତାକୁ ଟିକେ ଗରମ କରିଦେଉଛି। ଆଉ ତାକୁ ଟିକେ ନେଇ ଖାଇବା ପାଇଁ, ଆଉ ତା ସାଙ୍ଗରେ ଏଇଟା ବି କରିଦେଉଛି, ମିଶେଇକି ଖିଆ ହେବ। ଆଉ ତମର କାମ ସରିଲାଣି? ଗାଧୁଆ ପାଧୁଆ ଦାନ୍ତ ଘଷା ଆଉ ପତ୍ର ତୋଳା କେତେବେଳେ କରିବ? ଏଇ ଜଷ୍ଟ ବି କରିବି ଆଉ ଟିକେ ପରେ ଜଷ୍ଟ। କୋଉ ପଦ? ମୋର ପୁରା ପତ୍ରକୁ ନେଇକିରି ତମେ ଉଠଳ କରିଦବ ନାଇଁ? ତମେ କହିଥିଲେ ଆଣିବ, ଆଉ ନେଇକିରି ଆସିଲନି। ମୁଁ ଭୁଲିଗଲି ଆଉ ଭୁଲିଗଲି ଆଉ। ମୋର ଯୋଉଟା ମୁଁ ଲଗେଇଛି ମୋର ମନିଟର ଉପରେ, ତମେ ସେଇଗୁଡାକୁ ନେଇଯିବ। ଚାଲେ ତ ତାକୁ ନେଇ କଣ ଲଗେଇବ? ସେଇ ବାହାରେ ଲଗେଇବି ବାଲକୋନିରେ। ସକାଳୁ ମୁଁ ପୁରା ଫ୍ୟୁଜ୍ ହେଇଗଲେ କ'ଣ, ମୁଁ ଉଠିକିରି ଦେଖିଲି ସକାଳ ପାଗ ବହୁତ ବଢ଼ିଆ ଥିଲା। ଖରା ବି ହାଲକା ହାଲକା ବି ଆସିଥିଲା। ମୁଁ ଆସିଲି ଗାଧୋଇ ପାଧେଇକିରି ଲୁଗା ଆରମ୍ଭ କରି ଧୋଇକିରି ରେଡି ହେଇକିରି ଗଲି ଉପରୁ ଶୁଖେଇବାକୁ, କାହିଁକିନା ପାର ଖାଇବାକୁ ଦେବି। ତାପରେ ଫୁଲ ଖରା ହଉଥିଲା, ହାଲକା ହାଲକା ଖରା ହଉଥିଲା। ସୂର୍ଯ୍ୟ ଦେବତା ବାହାରିଥିଲେ, ଜଷ୍ଟ ଟିକେ ହାଲକା ହାଲକା ବାହାରିଥିଲେ। ଉପରୁ ପଳେଇଲି, ଉପରୁ ଗଲାବେଳେ ଦେଖିଲା ବର୍ଷା ପକଉଛି। ବର୍ଷା ପକେଇଲେ କ'ଣ କରିବି? ସେମିତି ଥୋଇଦେଲି, ପାରାମାନଙ୍କୁ ଦେଲି ଖାଇବାକୁ। ସାଙ୍ଗେ ସାଙ୍ଗେ ଫୁଲ ତୋଲି ପୁଣି ବାଲ୍ଟିଟାକୁ ଟେକି କାଢ଼ିଲି, ପୁଣି ଘର ଭିତରେ ପକେଇଛି। ନାଇଁ ବର୍ଷାର ଠିକ ଠିକଣା ନାହିଁ, ଭୁସ୍ ଭାସ୍ କିନ୍ତୁ ହଉଛି କେତେବେଳେ। କାଲି ଯାହା ହଉ ବହୁତ ଖୁସି ଲାଗିଲା ଯେ ସେ ବଣିଟା ତାର ମା ସାଙ୍ଗରେ ଗଲା। ପୁରା ମୁଁ ଅନେଇକି ରହିଛି, ପୁରା ଯେ ସେ କେମିତି ଯିବ, କ'ଣ କରିବ, ପୁରା ଅନେଇକି। ଗୋଡ ଫୋଡ ତାର କୋଉଠି ନାଇଁ କିଛି ହେଇନି, ମୁଁ ଦେଖିଲି ସେ ବଢିଆ ଚାଲୁଛି ବୁଲୁଛି ପୁରା ଉଡିଲା। ଫାଷ୍ଟ ଭାବିଲେ ଯେ ଗୋଡ ତାର ଖରାପ ହେଇଯିବ କି କ'ଣ, ତାପରେ ଦେଖିଲା ବେଳକୁ ନାଇଁ ତାର ଭଲ ଅଛି। ଛୁଆଟା ସେ ଭୁଲ ବସ୍ତା ଏପଟେ ଖିଡକି ପଟେ ପଶି ଆସିଥିଲା, କେମିତି ପଶି ଆସିଲା ତାକୁ ଯାହା ହଉ ଅଡେଇକା ସେଠି ନେଇକି, ଯାହା ସାମନାରେ ଗଛଟା ଅଛି ବୋଲି ବଞ୍ଚିବ। ତାପରେ ଗଛ ଅଛି ସିନା, କିନ୍ତୁ ପକ୍ଷୀ ଅନ୍ୟ ଯୋଉ କୁଣ୍ଡାଖିଆ ଯୋଉ ଚଢେଇ ଯୋଉ ତାକୁ ସେଠି ସେ ଭିଡିଓଟା କାଲି ଆଉ କରିପାରିଲିନି। ତାକୁ ସବୁଜା ମିଶିକି ତାକୁ ଖୁମ୍ପିବାରେ ଲାଗେ। ସେ ବିଚାରା ପୁରା ମତେ ଡର ମାଇଲା, ମୁଁ କହିଲି ମୁଁ ଛାଡ଼ିଦେଲି ତାକୁ ମାରିଦେବି କି କ'ଣ। ତାପରେ ମୁଁ ଦେଖିଲି ସିଏ କିନ୍ତୁ ତା ଉଡି ପାରୁଛି, ତାକୁ ଯଦି ପୁରା ବହୁତ ପଡେଇଲେ ଯେମିତି ସେ ତାର କ'ଣ ହେଲା ନା ପୁରା ଯାଇକି ଗୋଟେ ଗଛ ଡାଳରେ ଲୁଚିଗଲା। ତାପରେ ଆଉ କିଛି ସମୟ ପରେ ତା ମା ଆସିଲା, ସେ ତାପରେ ପଳେଇଲା। ସେଥିପାଇଁ ମୁଁ ଠିଆ ହେଇକି ଅନେଇଛି। ମୁଁ ପୁଣି ଏପଟେ ରୋଷେଇ ମାନେ ମୁଁ ବନ୍ଦ କରିଦେଲି। ମୁଁ କହିଲି ସେ କ'ଣ ହଉଛି କ'ଣ ନାହିଁ ତାହା ମୁଁ ଆଉ ଦେଖୁନି। ମୁଁ ପୁରା ବନ୍ଦ କରିକି ସେଠି ଠିଆ ହେଇଛି ବାଲକୋନିରେ। ସେ ତାପରେ ଗଲା, ତା ମା ଆସିଲା, ତା ମା ସାଙ୍ଗେ ଗଲା, ତାପରେ ମୁଁ ଆସିଲି। ସେ ଯୋଉ ମାଛ ହେରିକା ଯୋଉ ଥିଲା ପଛରେ କରିବାକୁ ତମ ପାଇଁକା, ମୁଁ କହିଲି ସେ ହଉଥିବ ପଛରେ, ମୁଁ ଆସି ଆସ ଦେଖୁ ଯାଇଥିଲି। ହଉ ଚାଲ ମୁଁ ଆଉ ଟିକେ ପରେ ଦେଖାଉଛି ଆପଣମାନଙ୍କ ସହିତ। ସକାଳେ ଦେଖା ହେଇଥିଲା ଜଳଖିଆ କଲାବେଳକୁ ସେ ଆଣିକି ଫୋନ ଅଲରେଡି ଆରମ୍ଭ କରିଦେଇଥିଲା ଭିଡିଓ। ତ ଅବିକା ସକାଳର ଖାଇବା ବି ସବୁ ସରିଗଲାଣି। ଅବିକା ଖରାବେଳେ ଖାଇବା ପାଇଁ ସବୁ ରେଡି। ଆଉ ଆଜି ସବୁ ମାନେ କ'ଣ କହିଲେ, ଆଜି 2-3 ପ୍ରକାର ହବ। ଆଉ 2-3 ପ୍ରକାର କ'ଣ ହବ? ଆଜି ରାଇ ବି ହବ, ତାପରେ ଛୋଲେ ବି ହବ, ଆଉ ମାଛ ତରକାରୀ ହବ। ଗରମ ମସଲାର ଦେଇକି ମାଛ ତରକାରୀ କରିବି। ଆଉ ହଉଛି କଲରାଟା ଖରାପ ହେଇ ଆସୁଥିଲା, ତ କଲରାଟା କଟା ହେଇଛି। କଲରାଟା ବି ଭାଜିକି ଖାଲି ସେମିତି ତେଲ ଦେଇ ରଖିଦେବି। ଆଉ ବାଇଗଣ ବି ପୋକ ବି ହେଇଯାଇଥିଲା, ସେଥିପାଇଁ ମା ତାକୁ କାଟି ଦେଇଛନ୍ତି। ତାକୁ ଧୁଆଧୁଇ କରିକି ରଖିଦେଇଛି, ତାକୁ ବି ଟିକେ ଭାଜିକି ରଖିଦେବା। ତାହା ସାଙ୍ଗରେ ସବୁ ଏଠି ମୋର ଦେଖିଦିଅନ୍ତୁ, ସେଇଠି ଏପର୍ଯ୍ୟନ୍ତ ଏଠି ଏମିତି ଥୁଆ ହେଇଛି। ଆଜି ସବୁ ଏଇସବୁ ଜିନିଷ ସବୁ ହବ। ଆଉ ମୋର ପୁରା ଅବିକା କାମ ଷ୍ଟାର୍ଟ ହେଲା ମାନେ
ମୋର ପୁରା ଏମିତି ହିଁ ଥୁଆ ହେଇଥିବ। ତାପରେ କାମ ସରିଲା ପରେ ଆଉ କିଛି ନଥିବ, ପୁରା ଖାଲି, ପୁରା ସେ କୋଣରୁ ଏ କୋଣ। ବେସିନରେ ବି ବାସନ ଥୁଆ ହେଇଛି, ସବୁ ଅବିକା ଷ୍ଟାର୍ଟ ହବ। ଅବିକା 11:30 ହେଇଛି, 11:30 ହେଇଛି, ଦେଖାଯାଉ କେତେ ସମୟ ଭିତରେ ସରିବ। 11:30 ହେଇଛି, ଅବିକା ଆରମ୍ଭ କରିଦେଲିଣି। ଯିବା ଆଗେ ରାଇଟା ବସେଇବା, ତାପରେ ତା ପଛୁ ସବୁ କରିବା। ତ ଚାଲନ୍ତୁ ଷ୍ଟାର୍ଟ କରିବା। କଲାବେଳକୁ ତାପରେ ରୋଷେଇବାସ ସରିଲା ବେଳକୁ ଖାଇବା ଅବିକା ମାନେ ସବୁ ସରିଲାଣି। ଖାଇବା ପାଇଁ ହେଲା ବେଳକୁ ସବୁ ସରିଲା ବେଳକୁ 2ଟା ବାଜିଗଲା। କାହିଁକିନା ତା ଭିତରେ ବି ଯେଉଁ ଗ୍ରୋସରୀ ବି ଅନଲାଇନ୍ରେ ଯେଉଁ ମଗା ହେଇଥିଲା, ତ ସିଏ ଆସି ପହଞ୍ଚିଲା। ପୁଣି ତାକୁ ସବୁ ଦେଖିଲା ବେଳକୁ ପୁଣି ସମୟ ତାପରେ ଚାଲିଗଲା। ତାପରେ ସବୁ ହେଲା ବେଳକୁ ପୁରା ହେଇଗଲା, ପୁରା ଖାଇବା ଟାଇମ୍ 2ଟା ପରେ ହେଇଯାଇଥିଲା। ତ ଖାଇ ପିଇକିରି ତାପରେ ଅବିକା ଜଷ୍ଟ କାମ ସବୁ ସାରିକିରି ଆସିଲି। ଅବିକା ଟାଇମ୍ ପାଖାପାଖି ବୋଧେ 3ଟା ବାଜିବ। ଆଉ ହେଉଛି ଅବିକା ତ ଯିବା ଟିକେ ଗଡ଼ପଡ଼ ହେବା, ଦେଖିବା କ'ଣ କରିବା, କି ଯଦି ଅନ୍ୟ କିଛି କାମ ଥିବ ଟିକେ କରିବା, ନହେଲେ ଟିକେ ଗଡ଼ପଡ଼ ହେଇକିରି ତାପରେ ଉଠିକିରି ତାପରେ ସନ୍ଧ୍ୟାବେଳର କ'ଣ ହେବ କ'ଣ ନାହିଁ ସେଟା ବି ଦେଖିବା। ତ ଚାଲନ୍ତୁ ଅଭ୍ୟା ପୁଣି ଆପଣମାନଙ୍କ ସହିତ ଟିକେ ମୁଁ ଶୋଇପଡ଼େ, ତାପରେ ଦେଖାଯାଉଛି। ତ ଆସିଗଲା ଅବିକା ଚାହା ପିଇବାକୁ। ଅବିକା ଆସିକି ହେଲାଣି 5:30, 5:30 ହେଲାଣି। ତ ଅବିକା ଚାହା କରିକି ନେଇଯାଇଛି, ଚାହା ଆଉ ବିସ୍କୁଟ ଖାଇବା ଆଉ ଚାହା ପିଇବା। କି ବିସ୍କୁଟ ଅଛି? এটা হচ্ছে চেনাটা দুধ, এটা অটা বিস্কুটটা, ব্রিটানিয়াটা। অটার ব্রিটানিয়াটা ଭଲ। এটা অটা কি? ଅଟା ଗହମଟା ବା। হুম ଚାଟା କେମିତି ଲାଗୁଛି? ଭଲ ଲାଗୁଛି। ଶୋଇ ଉଠିକିରି ଏମିତିଆ ଫେସ୍ ଦେଖାଯାଏ, ପୁରା ପୁରା ପଗଳା ଭଳିଆ ଦେଖାଯାଏ। ପୁରା ଶୋଇକି ଉଠିବ ମାନେ ତମକୁ ଇଚ୍ଛା ହବନି କିଛି କରିବାକୁ। ଆଉ ଏଇ ଯେଉଁ ସମୟଟା ଯେଉଁ ମାନେ ନିଦଟା ଗୋଟେ ଅବାଗିଆ ପ୍ରକାର ନିଦଟା, ମାନେ ହାର୍ଟ ନିଦ ହେଇଯିବ। ତମକୁ କ'ଣ କ'ଣ କୋଉ ସ୍ୱପ୍ନରେ କୁଆଡ଼େ କୁଆଡ଼େ ହଜେଇଦେବ ଯେ ତମେ ନିଜେ ଜାଣିନଥିବ। ଆଉ ଉଠିଲା ମାନେ ମାନେ ଏତେ ମାନେ ଯେମିତି ବହୁତ କାମ କଲା ଭଳିଆ, ଯେମିତି ପୁରା ବଡି ଏମିତି ପରାସ ହେଇଥିବ ଯେ ଲାଗିବ ଯେମିତି ବହୁତ କାମ କଲା ଭଳିଆ, କିନ୍ତୁ ଦେଖିଲା ଶୋଇକି ଉଠିଥିବ। ତ ଚାଲନ୍ତୁ ଚାହା ପିଇଦେବା, ନହେଲେ ମୋ ଚାଟା ବି ଥଣ୍ଡା ହେଇଯିବ। ତ ଚାଲନ୍ତୁ ଅବିକା ରାତି ହେଇଗଲାଣି। ଆଜି ରୁଟି ଆଉ କୁନ୍ଦୁରି ପୋଟଳ ଆଳୁ ଭଜା ହେଲା। ଆଉ ଏଇ ଯେଉଁ ପିଆଜ ମିକ୍ସଟା ଦେଖୁଛନ୍ତି, ଏଇଟା ଆକ୍ଚୁଆଲି ସେ ଆସିଲା ପରେ କଲେ ବହୁତ ଟେଷ୍ଟ ହେଇଥିଲା, ରାଗ ରାଗ ହେଇଥିଲା, ବଢ଼ିଆ ଲାଗୁଥିଲା। ଆଉ ତା ସାଙ୍ଗରେ କ୍ଷୀରି ବି କରିଦେଇଥିଲି। ତ ଚାଲନ୍ତୁ ଆଜିକା ରାତି ଖାଇବା ଏଇ। ଆଉ ଆପଣମାନଙ୍କ ସହିତ କାଲି ସକାଳେ ଆଉ ଗୋଟେ ନୂଆ ଭିଡ଼ିଓରେ ଦେଖାହେବ। ରହୁଛି, ଗୁଡ୍ ନାଇଟ୍, ସାଇରାମ।